ଓଡ଼ିଆ ସାହିତ୍ୟର ପ୍ରଥମ କବି ହେଉଛନ୍ତି ସାରଳା ଦାସ। ଓଡ଼ିଆ ସାହିତ୍ୟର ପ୍ରଥମ କାବ୍ୟ ହେଲା ମହାଭାରତ ଗ୍ରନ୍ଥ। ଓଡ଼ିଆ ସାହିତ୍ୟର ଯୋଗ ବିଭାଜନ। ଓଡ଼ିଆ ସାହିତ୍ୟର ଯୋଗ ବିଭାଜନ କ'ଣ ସେ ବିଷୟରେ ଆମେ ଆଲୋଚନା କରିବା। ଯେଉଁ ଯୁଗ ବିଭାଜନ କରାହେଇଛି ତାକୁ କେତୋଟି ପର୍ଯ୍ୟାୟରେ କରାଯାଇଛି। ସେଗୁଡ଼ିକ ହେଲା ପ୍ରାକ୍ ସାରଳା ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ, ଆଧୁନିକ ଯୁଗ। ଆଧୁନିକ ଯୁଗର କିଏ କିଏ ଯାଉଛନ୍ତି? ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତିବାଦୀ ଯୁଗ, ଅତ୍ୟାଧୁନିକ ଯୁଗ। ଅତ୍ୟାଧୁନିକ ଯୁଗ କହିଲେ କ'ଣ ବୁଝାଏ ନା ଏବେ ଯେଉଁଟା ଚାଲିଛି, ଯେବେ ଆମେ ଯେଉଁ ବର୍ତ୍ତମାନ ସମୟରେ ଯେଉଁ ଜୀବନଯାପନ କରୁଛନ୍ତି ତାହାକୁ କ'ଣ କୁହାଯାଏ ନା ଅତ୍ୟାଧୁନିକ ଯୁଗ କୁହାଯାଏ। ତାପରେ କ'ଣ ଦେଇଛି? ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ। ଏବେ ଆମେ ଜାଣିବା କ'ଣ ନା ପ୍ରାଚ୍ୟ ଆଉ ପାଶ୍ଚାତ୍ୟ ସାହିତ୍ୟ ଜଗତ କହିଲେ କ'ଣ ବୁଝ ନା ପ୍ରାଚ୍ୟ ସାହିତ୍ୟ କହିଲେ ସାଧାରଣତଃ ଆମେ ଧ୍ୱନି, ଗୁଣ, ପ୍ରକୃତି, ରସ ଆଉ ରୀତି ଏଇସବୁକୁ ବୁଝିଥାଉ। ପାଶ୍ଚାତ୍ୟ ରୋମାଣ୍ଟିକ୍ ସିଜନ୍। ଓଡ଼ିଆ ବ୍ୟାକରଣ। ଏବେ କ'ଣ ତାପରେ ଆଲୋଚନା କରିବା ନା ଓଡ଼ିଆ ବ୍ୟାକରଣ। ସାହିତ୍ୟ କାହାକୁ କୁହାଯାଏ? ସାଧାରଣତଃ ଆମେ ଯେତେବେଳେ ଓଡ଼ିଆ ବ୍ୟାକରଣ ପଢ଼ନ୍ତି ତ ସାହିତ୍ୟ ଉପରେ କିଛି ନଲେଜ ଆହରଣ କରିବା ପାଇଁ ଚାହାନ୍ତି ବା ଜ୍ଞାନ ପାଇବା ପାଇଁ ଚାହାନ୍ତି। ତ ସାହିତ୍ୟ କାହାକୁ କୁହାଯାଏ? ଯାହା ସମାଜର ହିତ ସାଧନ କରେ ତାହା ସାହିତ୍ୟ। ଯାହା ସମାଜର ହିତ ସାଧନ କରେ ତାହା କ'ଣ ନା ସାହିତ୍ୟ। ସାହିତ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପୁଣି ସେଇ ସାହିତ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା କ'ଣ? ଲିଖିତ ସାହିତ୍ୟ ଆଉ ସେକେଣ୍ଡଟି ହେଲା ଦ୍ୱିତୀୟଟି ହେଲା ମୌଖିକ ସାହିତ୍ୟ, ଯାହାକୁ ଆମେ ଲୋକ ସାହିତ୍ୟ ବୋଲି କହିଥାନ୍ତି। ମୁଖ ଯୁକ୍ତ ଇକ ଇଜ୍ ଇକ୍ୱାଲ୍ ଟୁ ମୌଖିକ। ତେଣୁ ଲିଖିତ ସାହିତ୍ୟ କ'ଣ ନା ମହାଭାରତ, ଗୀତା ଏସବୁ ଲିଖିତ ସାହିତ୍ୟ। ମୌଖିକ ସାହିତ୍ୟ କ'ଣ? ଯାହା ମୁଖରୁ ମୁଖ ଉଚ୍ଚାରିତ ହୋଇଥାଏ ତାହା ହେଉଛି ମୌଖିକ ସାହିତ୍ୟ। ମୌଖିକ ସାହିତ୍ୟ କ'ଣ ନା ମୁଖରୁ ମୁଖ ଯାହା ଉଚ୍ଚାରିତ ହୋଇଥାଏ ତାହା ହେଉଛି ମୌଖିକ ସାହିତ୍ୟ। ପ୍ରଥମେ ଓଡ଼ିଆ ଭାଷାର ନମୁନା ଓ ପରିଚୟ କେଉଁଠି ସୃଷ୍ଟି ହେଲା ସେ ବିଷୟରେ ଆମେ କିଛି ଜାଣିଛେ। ତାପରେ ଭାଷା ଅନୁକରଣର ମାଧ୍ୟମ। ଧ୍ୱନିର ସାଙ୍କେତିକ ରୂପକୁ ଲିପି କୁହାଯାଏ। କ'ଣ ହେଇଛି ନା ଧ୍ୱନିର ସାଙ୍କେତିକ ରୂପକୁ ଲିପି କୁହାଯାଏ। ଯାହା ମାଧ୍ୟମରେ ଲେଖାଯାଏ ତାହା ହେଉଛି ଲିପି। ଲିପି ଲିପ୍ୟତେ ଇତି ଲିପି। ଓଡ଼ିଆ ଭାଷା ବ୍ରାହ୍ମୀ ଲିପିରେ ଲେଖାଯାଇଛି, ଅର୍ଥାତ୍ ବ୍ରହ୍ମା ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷାର ମା' ଅର୍ଥାତ୍ ଜନନୀ ହେଉଛି ସଂସ୍କୃତ, ଯାହାକି ବେଦର ଭାଷା। ପର୍ଯ୍ୟାୟକ୍ରମ କ'ଣ ନା ସଂସ୍କୃତ, ପାଲି, ପ୍ରାକୃତ, ଅପଭ୍ରଂଶ ଓ ଓଡ଼ିଆ। ତ ମାଧବୀ ଅପଭ୍ରଂଶରୁ ଓଡ଼ିଆ ଭାଷା ସୃଷ୍ଟି ହୋଇଛି। ତେଣୁ ଓଡ଼ିଆ ଭାଷା କେଉଁଠୁ ସୃଷ୍ଟି ହୋଇଛି ନା ମାଧବୀ ଅପଭ୍ରଂଶରୁ ଓଡ଼ିଆ ଭାଷା ସୃଷ୍ଟି ହୋଇଛି। ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମେ କିଏ ଲେଖିଥିଲେ ନା ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମେ ଲେଖିଥିଲେ ତାରିଣୀ ଚରଣ ରଥ। ତାରିଣୀ ଚରଣ ରଥ 1916 ମସିହାରେ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମେ ଲେଖିଥିଲେ, ଯାହାକି ଉତ୍କଳ ସାହିତ୍ୟ ଇତିହାସରେ ପରିଚିତ। କେଉଁ ଲେଖକ ଉଭୟ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଓଡ଼ିଆ ସାହିତ୍ୟର ଇତିହାସ ଲେଖିଥିଲେ? ସେ ହେଉଛନ୍ତି ଡକ୍ଟର ମାୟାଧର ମାନସିଂହ। ନଟବର ସାମନ୍ତରାୟ ଓଡ଼ିଆ ସାହିତ୍ୟର ଇତିହାସ ଲେଖି PhD ଲାଭ କରିଛନ୍ତି। ଓଡ଼ିଆ ସାହିତ୍ୟର ଇତିହାସ ଲେଖି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ କିଏ ନା ସୂର୍ଯ୍ୟନାରାୟଣ ଦାସ 3 ଖଣ୍ଡ ଲେଖିଥିଲେ। ତାପରେ କ'ଣ ନା ପ୍ରାକ୍ ସାରଳା ଯୁଗ। ପ୍ରାକ୍ ସାରଳା ଯୁଗ କହିଲେ କ'ଣ ବୁଝାଏ? ଚର୍ଯା ଗୀତିକା, ନାଥ ସାହିତ୍ୟ, ଶୈବ୍ୟ ସାହିତ୍ୟ। ତାପରେ କ'ଣ ମୌଖିକ କହିଲେ କ'ଣ ନା ପ୍ରବାଦ, ପ୍ରବଚନ, ଚୌପଦୀ, ଚଉତିଶା, କୋଇଲି, ପୁଇ। ପଞ୍ଚସଖା ଯୁଗ କହିଲେ କ'ଣ ନା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସକୁ ହିଁ ବୁଝାଇଥାଏ। ଆଗରେ ପଡ଼ିଛି ପଥ ବହୁ ଦୂର, ଆହୁରି କେତେ ଯେ ବାକି,
ଚାଲିବି ନ ପଡ଼ିବି ଥକି, ମୋଦିବା ଆଗରୁ ଆଖି। ଅନ୍ଧାର ଯେତିକି ଆଲୁଅ ସେତିକି, ଏହି ଯେ ଗହନ ବନ। ତେଣୁ ତୁ ଆପଣା ସଂକଳ୍ପ ଅଚଳ ରହତୁ ମନ। କିଏ ଲେଖିଛନ୍ତି କମେଣ୍ଟରେ ଜଣେଇବେ ଭାଇ ଭଉଣୀମାନେ। ଭିଡ଼ିଓଟି କେମିତି ଲାଗିଲା ଜଣାଇବେ।